ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ୍ ଖବର 15 ତାରିଖ ପାଇଁ ଆମର ପାଠ୍ୟଟିକା ଦେଖନ୍ତୁ। ଶିଶୁ ବାଟିକାର ଶ୍ରେଣୀ ଶିଶୁ ବାଟିକା ପ୍ରସଙ୍ଗ ହେଉଛି ଶାରୀରିକ ବିକାଶ। ସେହିଭଳି ପିରିୟଡ଼ ଦେଖନ୍ତୁ ଆପଣଙ୍କର 17 ପିରିୟଡ଼। ଧାରଣା ଦକ୍ଷତା ହେଉଛି ସୂକ୍ଷ୍ମ ମାଂସପେଶୀର ଚାଳନା। ପ୍ରତ୍ୟାଶିତ ଫଳାଫଳ ହେଉଛି ସୂକ୍ଷ୍ମ ମାଂସପେଶୀର ସମନ୍ୱିତ ଚାଳନା କରି ରେଖା କାଟିବା। ଶିକ୍ଷଣ କାର୍ଯ୍ୟ ଦେଖନ୍ତୁ। ଶିକ୍ଷକ କାର୍ଯ୍ୟ 17କୁ ଖୋଲିବାକୁ କହିବେ। ଚିତ୍ର ଦେଖି ଶିକ୍ଷାର୍ଥୀମାନେ ଚିତ୍ର ଦେଖିବେ। ଚିତ୍ର ସମ୍ପୂର୍ଣ୍ଣ କରିବାରେ ଶିକ୍ଷକ ସହଯୋଗ କରିବେ ଏବଂ ଶିକ୍ଷାର୍ଥୀ ମଧ୍ୟ କିପରି ରଙ୍ଗ ଦେବେ ଶିକ୍ଷକ ସହଯୋଗ କରିବେ। ତାପରେ ଆପଣଙ୍କର ଶିକ୍ଷଣ ସାମଗ୍ରୀ ଦେଖନ୍ତୁ। ଶିଶୁ ବାଟିକା ଏବଂ କାର୍ଯ୍ୟଫର୍ଦ୍ଦ, ରଙ୍ଗ, ପେନସିଲ। ସେହିଭଳି ମୂଲ୍ୟାୟନ ଦେଖନ୍ତୁ। ସିଧା ଗାର ଟାଣିବା, ଚିତ୍ର କ'ଣ ପାଇଲ ଦେଖିବା ଏବଂ ମନ୍ତବ୍ୟ ହେଉଛି ବହୁ ଶ୍ରେଣୀ। ସେହିଭଳି ଆପଣ ପ୍ରଥମ ଶ୍ରେଣୀରେ ଦେଖନ୍ତୁ। ବିଦ୍ୟା ପ୍ରବେଶ ରହିଛି। ବିଦ୍ୟା ପ୍ରବେଶ ଆପଣଙ୍କର ନମ୍ବର ଦେଖନ୍ତୁ। ପିରିୟଡ଼ ହେଉଛି 23। ମୋ ଗାଁର ଧାରଣା ଦେବା। ସେହିଭଳି ରଙ୍ଗୀନ କାଗଜକୁ ଚିରି ଗାଁର ବିଭିନ୍ନ ପ୍ରକାର ଆକୃତିରେ ରଙ୍ଗ ଦେବା ଦେଖନ୍ତୁ। ଟିଚିଂ 2ରେ ଶିକ୍ଷକ କାର୍ଯ୍ୟଫର୍ଦ୍ଦ ଖୋଲିବା ପୂର୍ବରୁ ସକ୍ରିୟାତ୍ମକ କବିତା ଆମ ଗାଁ କବିତା ବୋଲିବେ। ଶିକ୍ଷାର୍ଥୀ କବିତା ଶୁଣି ଆବୃତ୍ତି କରିବେ। ସେହିଭଳି ଗାଁ ବିଷୟରେ କହି ଖେଳିବେ ଏବଂ କାର୍ଯ୍ୟଫର୍ଦ୍ଦରେ ରଙ୍ଗୀନ କାଗଜର ଚିତ୍ର ଅଠା ଦେଇ ଲଗାଇବେ। ଦେଖନ୍ତୁ ଆପଣଙ୍କର ସାମଗ୍ରୀ ରହିଛି ବିଦ୍ୟା ପ୍ରବେଶ ବହି, ତାପରେ ଆପଣଙ୍କର ଫର୍ଦ୍ଦ, ରଙ୍ଗୀନ କାଗଜ, ଅଠା ଇତ୍ୟାଦି। ବିଶେଷ ମନ୍ତବ୍ୟ ହେଉଛି ଆପଣଙ୍କର ବହୁ ଶ୍ରେଣୀ ପରିଚାଳନା। ସେହିଭଳି ଆପଣଙ୍କର ମୂଲ୍ୟାୟନ ଦେଖନ୍ତୁ। ସୂର୍ଯ୍ୟଙ୍କ ଦେହରେ କି ରଙ୍ଗ ଦେବ ବୋଲି ପ୍ରଶ୍ନ କରିବେ। ସେହିଭଳି T2 ଦେଖନ୍ତୁ। ଦ୍ୱିତୀୟ ଶ୍ରେଣୀ, ଯାହାକି ଆପଣଙ୍କର ମୌଖିକ ଭାଷା ବିକାଶ ପାଇଁ 40 ମିନିଟ, ଯେଉଁଥିରେ ଆପଣଙ୍କର କବିତା ଅଛି। ମିଠେଇବାଲା କବିତା ଆବୃତ୍ତି କରିବେ। ମିଠେଇବାଲା ଶିକ୍ଷଣ କାର୍ଯ୍ୟରେ ମିଠେଇବାଲା ଶିକ୍ଷକ ଭାବଭଙ୍ଗୀ ସହ କବିତା ଆବୃତ୍ତି କରିବେ। ଦେଖନ୍ତୁ କବିତା ପୋଷ୍ଟର ସାମଗ୍ରୀ ବହୁ ଶ୍ରେଣୀ। ମିଠେଇ କେମିତି ଲାଗେ, ମିଠେଇ କିଏ ବିକୁଥିଲେ, ଏହା ଆପଣଙ୍କର ମୂଲ୍ୟାୟନ ପ୍ରଶ୍ନ। ସେହିଭଳି ପଠନ ବୋଧଗମ୍ୟତାର ଉଚ୍ଚ ପଠନ କରିବେ। ଶେଷ ଫର୍ଦ୍ଦ ଗଧିଆ କହିଲା ବିଲେଇ ନାନୀର କେମିତି ବାସି ଖାଦ୍ୟ ଖାଉଥିଲା, ତାହା ଶିକ୍ଷାର୍ଥୀଙ୍କୁ ବୁଝାଇବେ, ଶୁଣାଇବେ, ଶବ୍ଦ ଗୁଡ଼ିକର ଆଲୋଚନା କରିବେ ଏବଂ ପାଠ୍ୟପୁସ୍ତକ ହେଉଛି ଆପଣଙ୍କର ସାମଗ୍ରୀ ହସଖୁସି। ସେହିଭଳି ଦେଖନ୍ତୁ ଡିକୋଡିଂ ଲିଖନରେ ଆପଣଙ୍କର 40 ମିନିଟ ଅଭ୍ୟାସ କାର୍ଯ୍ୟଫର୍ଦ୍ଦ। ପାଠ 21ରେ କାର୍ଯ୍ୟପୁସ୍ତିକା 20 ପଶୁପକ୍ଷୀ ଜିନିଷର ନାମ ଲେଖିବେ। ଚିତ୍ର ଦେଖି ନାମ ଲେଖିବେ ଏବଂ ଉଡୁଥିବା ପଶୁପକ୍ଷୀମାନଙ୍କର 5ଟି ନାମ ଲେଖିବେ। ସେହିଭଳି ଦେଖନ୍ତୁ କାର୍ଯ୍ୟପୁସ୍ତିକା ଆପଣ ଦୋକାନର ଚିତ୍ର ଦେଖି ଲେଖିବେ। ଦୋକାନର ଦେଖି ଜିନିଷ ଗୁଡ଼ିକର ନାମ ଲେଖିବେ। ଇଏ ହେଉଛି ଆପଣଙ୍କର ଦ୍ୱିତୀୟ ଶ୍ରେଣୀର ଭାଷା। ସେହିଭଳି ଗଣିତ ଚାଲନ୍ତୁ ଦେଖିବା। ଗଣିତ ଦେଖନ୍ତୁ ଆପଣଙ୍କର ସାନ ବଡ଼ ଚିହ୍ନିବା 30 ମିନିଟ। ସ୍ଥାନୀୟ ମାନ ଅନୁସାରେ ପ୍ରଥମେ ଶିକ୍ଷାର୍ଥୀମାନେ ଯୋଡ଼େ ଘୋଡ଼ା ବାଲାକୁ ପଇସା ଦେବା। ସ୍ଥାନୀୟ ମାନ ଦେଖନ୍ତୁ 72 ଟଙ୍କା। 1 ଘରେ କିଏ ରହିବ, 10 ଘରେ କିଏ ରହିବ ତାହା କହିବେ। ସେହିଭଳି ଦେଖନ୍ତୁ ଆପଣଙ୍କର ସ୍ଥାନୀୟ ମାନର ଅନୁସାରେ ଯିଏ ବଡ଼ ଯିଏ ସାନ ତାକୁ ସୂଚାଇବେ। ଏଥିପାଇଁ ଆପଣଙ୍କର ଶିକ୍ଷଣ ସାମଗ୍ରୀ ପାଠ୍ୟପୁସ୍ତକ, ଚିତ୍ରଫର୍ଦ୍ଦ ଇତ୍ୟାଦି ଆବଶ୍ୟକ। ସେହିଭଳି ଗଣିତ ଜିକେ କିଟ୍ ନେଇ ସ୍ଥାନୀୟ ମାନ ପଟି ନେଇ ଲେଖିବେ। କିଏ କମ୍ କିଏ ବେଶୀ ସାନ ବଡ଼ ସୂଚାଇବେ। ସେହିଭଳି କାର୍ଯ୍ୟଫର୍ଦ୍ଦ ଦେଖନ୍ତୁ ଆପଣଙ୍କର ଚିତ୍ର ଦେଖି ସଂଖ୍ୟା ଲେଖିବେ, ଯାହାକି 6 ସପ୍ତାହର ପ୍ରଥମ ଦ୍ୱିତୀୟ କାର୍ଯ୍ୟଫର୍ଦ୍ଦ, ଯେଉଁଥିରେ ଆପଣମାନଙ୍କର ଗୋଟିଏ କାଠି ବିଡ଼ା ହେଉଛି ଆପଣଙ୍କର 10 ଆଧାରିତ। ସେହିଭଳି 10 ଲେଖିବେ ଏବଂ ଖାଲି କାଠି ଗୋଟିଏ କାଠିକୁ
ଏକ ଘର ସଂଖ୍ୟା ଲେଖିବେ। 10 ବିଡ଼ା ଆଉ 3 କାଠି। ଦେଖନ୍ତୁ କେତେ ହେଲା। ମୂଲ୍ୟାୟନରେ ଆପଣଙ୍କର 13 ହେଲା। ଏହିଭଳି ଭାବରେ କାର୍ଯ୍ୟଫର୍ଦ୍ଦଗୁଡ଼ିକ ସମ୍ପୂର୍ଣ୍ଣ କରିବେ। ତା ସହିତ ଆପଣଙ୍କର ଗଣିତର ସ୍ଥାନୀୟମାନ ପଟ୍ଟିରେ ସ୍ଥାନୀୟମାନ ଧାରଣା ଦେବେ ଏବଂ ଗଣନ କାର୍ଯ୍ୟ ପରିଚୟ କରିବେ। ଏଭଳି ଭାବରେ ଆପଣଙ୍କର 15 ଜୁଲାଇର ଲେସନ୍ ପାଠ୍ୟଟିକା ପ୍ରସ୍ତୁତ କରିବେ ଏବଂ ଆପଣ ମଧ୍ୟ ଚାହିଁଲେ ଏହାକୁ ଲେଖିପାରିବେ। ଏହିଭଳି ଭାବରେ ନୂତନ ପାଠ୍ୟଟିକା ପ୍ରଥମେ ଆପଣ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍